ଦଶମ ସ୍କନ୍ଧ ଦ୍ୱାରିକା ଲୀଳା 80ତମ ଅଧ୍ୟାୟ। ଶ୍ରୀ ଶୁକ ବାଚ ବୋଲେ ରାଜନ ପରୀକ୍ଷିତ ଶୁକ ଚରଣୀ ଦେଇ ହସ୍ତ ବମୁନି କୃଷ୍ଣର ଚରିତ ଶୁଣି ହୋଇଲି କୃତ କୃତ୍ୟ। ଏ ମହାଯଜ୍ଞେ ଯେତେ ଥିଲେ କୃଷ୍ଣ ମହିମା ସେ ଦେଖିଲେ ଆନନ୍ଦେ ଗଲେ ନିଜ ପୁରେ ପ୍ରଶଂସୀ ଧର୍ମର କୁମରେ ଅନ୍ଧନନ୍ଦନ ଦୁର୍ଯ୍ୟୋଧନ ସେ କିମ୍ପା କଲା ଦୁଃଖ ମନ। ଏଥେ ସନ୍ଦେହ ମୋର ଜାତ ବମୁନି କହିବା ତଦନ୍ତ ମତେ ରାଜା ବାକ୍ୟ ଶୁଣି ସୁଖ କହନ୍ତି ମନେ ଗୁଣି ବୋଇଲେ ଶୁଣ କୁରୁ ବୀର ତୋ ପିତା ମହ ଯୁଧିଷ୍ଠିର ବନ୍ଧୁ ବାନ୍ଧବତା ଭୁବନେ ଯଜ୍ଞ ସଭାର ପ୍ରୟୋଜନେ ଯାହା ମତେ କାର୍ଯ୍ୟ କଲେ ଧର୍ମ ନନ୍ଦନ କୃଷ୍ଣ ବୋଲେ ଯଜ୍ଞର ପାକଶାଳେ ଭୀମ ଧର୍ମ ଅଧର୍ମେ ଦୁର୍ଯ୍ୟୋଧନ ସଭାଜନକୁ ପୂଜା ଭାବ ଅର୍ଥ ସାଧନେ ସହଦେବ ନକୁଳ ଦ୍ରବ୍ୟ ସମ୍ପାଦନେ ଅର୍ଜୁନ ଦେବ ସାବଧାନେ ବିପ୍ରଚରଣେ ସନ୍ମାର୍ଜନ କରନ୍ତି ନନ୍ଦର ନନ୍ଦନ। ଏ ଦ୍ରୁପଦ ରାଜାର ଦୁଲଣୀ ଯେ ଯଜ୍ଞେ ଅର୍ଣ୍ଣ ପର ଶୁଣି ଏ ଦାନେ ଅଧ୍ୟକ୍ଷ ବୀର କର୍ଣ୍ଣ ଦାନେ ତୋଷିଲେ ବିପ୍ରମନ ବିକର୍ଣ୍ଣ ବୀର ଯୁଯୁଧାନ ବିଦୁର ଅନ୍ଧକ ନନ୍ଦନ ଏ ଭୁରି ଯେ ଭାନିକ ନନ୍ଦନ ଏ ଆଦି ସର୍ବେ ସନ୍ତର୍ଦନ ଧର୍ମ ନନ୍ଦନ ଅନୁବାଦେ ଯଜ୍ଞର ନାନା କର୍ମ ସାଧେ ଏ ପଣ୍ଡୁ କୁମର ପ୍ରିୟ ଅର୍ଥେ ଥିଲେ ସନ୍ତୋଷ ଭାବ ଚିତେ ଯାଜ୍ଞିକ ଆଦି ସଭାସଦ ସୁମିତ୍ର ବାନ୍ଧବ ସୁହୃଦ କୁଟୁମ୍ବ ଆଦି ଯେତେ ବନ୍ଧୁ ବାନ୍ଧବ ଶ୍ରେଷ୍ଠ ମତେ ରାଜୁଷୀ ଯଜ୍ଞ ସଭା ମଧ୍ୟ ମଧୁସୂଦନ ପଦ୍ମପାଦେ ଚୁପାଳର ପଞ୍ଚ ପ୍ରାଣ ପଶିଲା ଗୋବିନ୍ଦେ ଶରଣ ଏମତେ ମହାଯଜ୍ଞ କରି ଧର୍ମ ନନ୍ଦନ ଦଣ୍ଡଧାରୀ ଉତ୍ସବ ବାଦ୍ୟ ନାଦ ଭଳେ ଯଜ୍ଞର ସ୍ଥାନେ ଗଙ୍ଗା ଜଳେ ମିଳିଲେ ସକଳ ସମ୍ପଦେ ଶଙ୍ଖ ଶବଦ ବାଦ୍ୟ ନାଦେ ବେଦ ଗନ୍ଧର୍ବ ପିତୃଗଣ କଲେ କୁସୁମ ବରଷଣ ଯଜ୍ଞର କାଳେ ନର ନାରୀ ନାନା ଭୂଷଣ ଦେବରୀ ଗନ୍ଧ କୁସୁମ ଗଙ୍ଗା ଜଳେ ଦେ ସିଞ୍ଚନ୍ତି ଭୁଜ ବଳେ କ୍ରୀଡ଼ନ୍ତି ନାନା ରସ ଭାବେ ସକଳ ଜଣେ ଜଣେ ନାବେ ଏ ତୈଳ ଘୃତ ପୟୋ ଦଳେ ଦରିଦ୍ରା କୁଙ୍କୁମ ସୁପଳେ ଏ ନାରୀ ପୁରୁଷଙ୍କର ମୁଖେ ଲୋପନ୍ତି ସିଞ୍ଚନ୍ତି ସମ୍ମୁଖେ ରାଜ କାମିନୀ ରାଜପଥେ ବିଜୟ କଲେ ନାନା ରତେ ଆସେ ଆବୃତ ସୁମନରେ ବେଗେ ମିଳିଲେ ଗଙ୍ଗା ତୀରେ ଦେବ କାମିନୀ ପ୍ରାୟ ମିଳି କରନ୍ତି ଗଙ୍ଗା ଜଳେ କେଳି ନ କାମିନୀ ପରିହାସେ ସିଞ୍ଚନ୍ତି ନିରମୁଖ ବାସେ ସଲ୍ଲଜ୍ଜେ ହରସେ ହସନ୍ତି ଜେନେ ଗଗନେ ଗ୍ରହପନ୍ତି ଏ ଭୀମ ଅର୍ଜୁନ ଆଦି ଯେତେ କାମିନୀ ଗଣ ମଧ୍ୟ ଗତେ ଜଳ ସିଞ୍ଚନ୍ତି ହୃଦ ଗତେ ଝିନ ବସନ ଉରଗାତ୍ରେ ପ୍ରକାଶୀ ଦିଶେ ଜାନୁ ସ୍ତନ ଓଦା ବସନେ କି ସୁବର୍ଣ୍ଣ ଦେଖି କାମୁକ ମୂଢ଼ ଜନେ ଅନଙ୍ଗ ବାଣେ ମନ ଛଳେ ପଦନେ ମନ୍ଦ ହାସ ଦେଖି ମୋହେ ବୁଝିଲେ ନିଆଖି ମତେ ଅବଭୃତ ସ୍ନାନ ଆନନ୍ଦେ କରି ସର୍ବଜନ କୁଳେ ବିଜୟ ମହାରାଜ ଉଦୟ ଗିରି ଜିଣି ତେଜ ନାନା ସୁବନେ ଅଳଙ୍କୃତ ଅଶ୍ୱାରୋହୀ ଧର୍ମ ସୁତ ମହେ ଅପୂର୍ବ ରୂପ ବନେ କ୍ରିୟା କଳାପେ ଯଜ୍ଞ ଜେନେ ରାଜା ଦ୍ରୌପଦୀ ଘେନି କୋଳେ ମଜି ପବିତ୍ର ଗଙ୍ଗା ଜଳେ ବଜାଇ ବୀର ତୁରୀ ଭେରି ସୁରାଜେ ଅଭିଷେକ କରି ଦୁନ୍ଦୁଭି ଶୁଭ ଏ ଆକାଶେ ସୁଗନ୍ଧ କୁସୁମ ବରସେ ଏ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ଅପରେ ଚତୁର୍ଥ ଆଶ୍ରମ ରାଜାର ଅବଧୂତ କାଳେ ସକଳେ ସ୍ନାନ ଗଙ୍ଗା ଜଳେ ନିର୍ମଳ କଲେ ଦେହ ମନ ଯେ ଜଳେ କଳୁଷ ଦହନ ବିଶେଷ ଚାହିଁ କୃଷ୍ଣ ମୁଖ ଛାଡ଼ିଲେ ଭବ ବନ୍ଧ ଦୁଃଖ ଉତ୍ତମ ବସ୍ତ୍ର ମହାଧନ ଅଣାଇ ପଣ୍ଡୁର ନନ୍ଦନ ଯଜ୍ଞେ ବରୁଣ ବ୍ରହ୍ମା ଆଦି ଯେ ଅବା ଥିଲେ ମନ୍ତ୍ରବାଦୀ ବନ୍ଧୁ ବାନ୍ଧବେ ଜ୍ଞାତି ଜନେ ମିତ୍ର ସୁହୃଦ ଅଭିମାନେ ନବଚନେ ପୂଜା କରି ମନ ତୋଷିଲେ ଦଣ୍ଡଧାରୀ ମଣି କୁଣ୍ଡଳ ପାଗ ଶିରେ ନାନା ଭୂଷଣ ରତ୍ନହାରେ ନାରୀ ପୁରୁଷେ ବିରାଜନ୍ତି ଜେନେ ଗଗନେ ଗ୍ରହପନ୍ତି ଏ କୃଷ୍ଣ ପାଣ୍ଡବ ଅନୁମାନେ ଗଲେ ସେ ଯାହା ଯୌବନେ ସେ ରାଜା ଗୋବିନ୍ଦର ଦାସ ସେ ମହାଯଜ୍ଞେ ତାର ଯଶ ଆନନ୍ଦେ ମୁଖେ ମୁଖ ଚାହିଁ ପଥେ ଚଳନ୍ତି ଗୀତ ଗାଇ ଶୁଣି ସନ୍ତୋଷ ନୁହେଁ ମନ ମନୁଷ୍ୟ ଜେନେ ସୁଧାପାନ ଧର୍ମ ନନ୍ଦନ ଧର୍ମପଣେ ପ୍ରୀତି ବଚନେ ଜଣେ ଜଣେ ଦେବକୀ ନନ୍ଦନ ସଙ୍ଗତେ ଭାବେ ରହିଲେ ଦିନା କେତେ ତକ୍ଷଣେ ପ୍ରଭୁ ଭଗବାନ ପାଶେ ବସାଇ ଉଗ୍ରସେନ ପ୍ରଦ୍ୟୁମ୍ନ ଆଦି ଚାରି ସୁତେ କୁଟୁମ୍ବ ପ୍ରଭୃତି ସହିତେ ମେଲାଣି ଦେଇ ନିଜ ପୁରେ କୃଷ୍ଣ ରହିଲେ ରାଜା ଘରେ ଏମତେ ପଣ୍ଡୁର ନନ୍ଦନ କଲେ କର୍ଣ୍ଣ ଧାର ମନ ନ ଚରଣ ଭେଳା କଲେ ଯଜ୍ଞ ଜଳ ଦିନି ସ୍ତରିଲେ ଏବେ ତୁ ଶୁଣ ହେ ରାଜନ ଦିନେକ ରାଜା ଦୁର୍ଯ୍ୟୋଧନ ଧର୍ମ ନନ୍ଦନ ଅନ୍ତପୁରେ ଗମିଲା ବାନ୍ଧବ ବ୍ୟବହାରେ ଦେଖି ସମ୍ପଦ ଅଗୋଚର ଉପମା ନାହିଁ ତିନି ପୁର ଯଜ୍ଞେ ଗୋବିନ୍ଦର ମହିମା କେ କହିପାରେ ଅନ୍ତ ସୀମା ତାହାର ମତି କୃଷ୍ଣ ପାଦେ କେ ଅନ୍ତ କରୁତା ସମ୍ପଦେ ନର ଅସୁର ସୁର ସିରି ୟାର ଭୁବନେ ଅଛି ପୁରୀ ବ୍ରହ୍ମା ସହିତେ ଭୋଗ ଚିତେ ନାନା ପ୍ରକାରେ ଅପ୍ରମିତେ ଦ୍ରୁପଦ ରାଜାର ନନ୍ଦିନୀ ସର୍ବ ସମ୍ପଦ ସଙ୍ଗେ ଘେନି ସେ ବହି ଯୁଧିଷ୍ଠିର ପାଦେ କୃଷ୍ଣ ପ୍ରସନ୍ନ ଅପ୍ରମାଦେ ତା ଦେଖି ରାଜା ଦୁର୍ଯ୍ୟୋଧନ ଅନ୍ତରେ ଦହଇ ଜୀବନ ଜହିଁରେ ଦେବ ନାରାୟଣ କନକ ନୁପୁର ଚରଣ ଚାଲନ୍ତେ ନୁପୁର ବାଜେଣୀ ରାଜହଂସ ପ୍ରାୟ କମଣି
ଦେଖନ୍ତେ ଚକ୍ଷୁ ନ ଚଳେ ଯାହାର ଜନ୍ମମୟୀ ତଳେ ଭାବ ପ୍ରଭାବ ମତ ଘେନି କହନ୍ତି ହସ୍ତେ କେ ନେତ୍ର ଘେନି ଯେ ସଭା ମଧ୍ୟ ଧର୍ମ ସୂତ ସଙ୍ଗେ ଅଛନ୍ତି ଚାରି ଭ୍ରାତ ରତ୍ନ ମୁକୁଟ ଅଛି ଶିରେ ହସ୍ତ ନିବେଶୀ ମନ୍ତ୍ରୀ ବରେ ରସେ କମ୍ପଇତା ଶରୀର ଏମନ୍ତେ ଶୁଣ ନୃପବର ମୟ ନିର୍ମିତ ମାୟା ସଭା ଜଇଁ ଭ୍ରମନ୍ତି ସୁର ଦେବା ନ ମହ୍ୟାମ ଅନ୍ତରାଳେ କ୍ଷଣକେ ଜିଣେ ଜଳ ସ୍ଥଳ ଏ ସ୍ଥଳକୁ ଜଳ ପ୍ରାୟ ମଣି ବସ୍ତ୍ର ତୋଳିଲା करे ଆଣି ଜଳକୁ ସ୍ଥଳ ପ୍ରାୟ ବୁଝି ଭ୍ରମେ ବସିଲା ଚକ୍ଷୁ ବୁଝି ଜଳେ ହୋଇଲା ସ୍ଥଳ ଭ୍ରାନ୍ତି ମୋହ ମାୟାରେ ମୋହ ଗତି ଜଳେ ପଡ଼ନ୍ତି କୁରୁପତି ତା ଦେଖି ହସିଲା ମାରୁତି ଦ୍ରୌପଦୀ ଆଦି ଯେତେ ନାରୀ ସର୍ବେ ହସିଲେ ହା କରି ଯେନେ ନୃପତି ଥିଲେ ବସି ବସ୍ତ୍ର ବଦନେ ଦେଇ ହସି ଚକ୍ଷୁ ଚାଳିଲେ ଚକ୍ରଧର ଠାରିଲେ ସର୍ବେ ହାସ୍ୟ କର ହେମନ୍ତ ସଭା ସର୍ବଜନେ ହସିଲେ ବିକୃତ ବଦନେ ଦେହ ସମ୍ଭାଳି କୁରୁନାଥ ଉଠିଲେ ଧରି ହସ୍ତେ ହସ୍ତ ଅଧୋବଦନେ କୋପ କରି ଦୁଃଶାସନର କର ଧରି ଜନେ କରନ୍ତି ହାକାର ହସ୍ତିନା ଗଲା ନୃପବର ତା ଦେଖି ଧର୍ମର ନନ୍ଦନ ସମ୍ଭ୍ରମେ କଲେ ଦୁଃଖ ମନ ପଣ୍ଡୁ ନନ୍ଦନ ଭାବ ଘେନି ଜାଣି ଗୋବିନ୍ଦ ହେଲେ ତୁନି ଅଶେଷ ଅବନୀର ଭାର ଯେ ପ୍ରଭୁ କରିବେ ସଂହାର ତାହାର ମାୟାରେ ମୋହିତ ବ୍ରହ୍ମା ଶଙ୍କର ଏ ଜଗତ ବ୍ରହ୍ମା ଶଙ୍କର ଅଗୋଚର ଏ ପୁଣି ମନୁଷ୍ୟ ମାତର ତୁଣ ପରୀକ୍ଷ ଶୁଦ୍ଧ ଚିତ୍ତେ ତୁ ଯାହା ପଚାରିଲୁ ମୋତେ ରାଜୁଷୀ ଯଜ୍ଞର ବରଣ ଦୁର୍ଯ୍ୟୋଧନର ଦୁଷ୍ଟପଣ ବୋଲ ଇ ଦାସ ଜଗନ୍ନାଥ କୃଷ୍ଣ ବିଷୟ ଭାଗବତ ରାଜୁଷୀ ଯଜ୍ଞ ହୁ ବାଣୀ ଶୁଣି ସଂସାରୁ ତର ପ୍ରାଣୀ ଏଣୁ ଗୋବିନ୍ଦେ କରେ ଭାବ ଯେବେ ସଂସାରୁ ତରିବ ସଂସାର ହିତେ କୃଷ୍ଣ ବାଣୀ ଗୀତେ ମୁଁ ବିଚରିଲି ଆଣି ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ଦଶମ ସ୍କନ୍ଧେ ଦୁର୍ଯ୍ୟୋଧନ ଅପମାନେ ନାମ ଅशीतितमोऽध्यायम् बोलानन्दे कवार हरि हरि बोल।